ମୁଁ କୌଣସି ଲୋକ ପାଖରୁ ନୁହଁ ବରଂ ସମୟ ପାଖରୁ ହାରି ଯାଇଛି। ଆଉ ତାପରେ ବି ଲୋକେ ମୋତେ କାପୁରୁଷ ବୋଲି ଭାବିଦେଲେ। ଏ ପାଦ କେବେ ବି ଥକି ନାହିଁ, ଏ ମନରେ ଥିବା ସାହସ କେବେ ବି କମି ନାହିଁ। ଆଜି ବି ମୋ ଜୀବନର ଯୁଦ୍ଧ ଜାରି ରହିଛି। ସଫଳତା ପାଇବାର ଭୋକ ଏଯାଇ ମନରୁ ମେଣ୍ଟି ନାହିଁ। ଏଠି ମନ ତ ସମସ୍ତଙ୍କ ପାଖରେ ଅଛି, କିନ୍ତୁ ମନୋବଳ କିଛିଟା ଲୋକଙ୍କ ପାଖରେ ଅଛି। ଜଣେ ସାଧୁ ମୋ ହାତର ରେଖା ଦେଖି କହିଲେ କି ତୁମେ ବହୁତ କଷ୍ଟରେ ମରିବ। ମୁଁ ମଧ୍ୟ ହସିକରି ଉତ୍ତର ଦେଲି, ମୁଁ ମରି ତ ଯିବି ନା। ଯେତେବେଳେ ସମ୍ପର୍କ ଭାଙ୍ଗିବାର ଥିବ ସେତେବେଳେ ଆମେ ୟା ଆଗରୁ ଘଟିଥିବା ସବୁ ଭଲ କର୍ମକୁ ଭୁଲିଯିବା, କିନ୍ତୁ ସେଇ ଗୋଟିଏ କର୍ମ ଆମର ମନେ ରହିଯିବ ଯେଉଁଥିପାଇଁ ଆମକୁ ସମ୍ପର୍କ ଭାଙ୍ଗିବାର ଥିବ। ମୁଁ ଯେତିକି ବଦଳିବାକୁ ଚାହୁଁଥିଲି ମୁଁ ନିଜକୁ ସେତିକି ବଦଳେଇ ଦେଲି। ଏବେ ଯେଉଁ ଲୋକର ମୋ ପାଖରେ ଅଭିଯୋଗ ଅଛି ସିଏ ମୋତେ ଛାଡ଼ି ବିନା ଦ୍ୱନ୍ଦ୍ୱରେ ଯାଇପାରେ। ସବୁ କଥା କେବଳ କଥାରେ ବ୍ୟକ୍ତ କରାଯାଏନି ଆଜ୍ଞା। କିଛିଟା କଥା ଚୁପ୍ ରହି ବି ଉତ୍ତର ଦିଆଯାଇପାରେ। ଯଦି କେତେବେଳେ ଜୀବନରେ କଠିନ ପରିସ୍ଥିତି ଆସିଯାଏ ତେବେ ଡରିଲେ କ'ଣ ହେବ? ଜୀବନ ଜିଇବା ପାଇଁ ସମାଧାନର ବାଟ ଖୋଜନା ଭାଇ। ସମାଧାନ ନ ଖୋଜି ମରିଗଲେ କ'ଣ ହେବ? ଯଦି ତୁମେ କୌଣସି ବି ଜାଗାରେ ସଫଳତା ପାଇବା ପାଇଁ ଚାହୁଁଛ ତେବେ ତୁମ ବ୍ୟବହାର ଭଲ ରହିବା ଦରକାର। ନହେଲେ ଦିନ ଆସିବ ତୁମେ ସଫଳ ଥିଲେ ମଧ୍ୟ ବିଫଳ ହୋଇଯିବ। 3 ଗୋଟି ଅମୂଲ୍ୟ ବାଣୀ ଆପଣଙ୍କୁ କହୁଛି। କୌଣସି ଜିନିଷକୁ ନେଇ ଚିନ୍ତା କର ନାହିଁ, ବରଂ କାମ ଆରମ୍ଭ କର। କୌଣସି ମଣିଷକୁ କେବେ କଥା ଦିଅ ନାହିଁ, ବରଂ କରିକି ଦେଖାଅ। ଆଉ ଜୀବନରେ କେବେ ବି ହାରିଯାଅ ନାହିଁ, ବରଂ ସଫଳତା ପାଇକି ଦେଖାଅ। ତୁମେ ନିଜ ନଜର ସବୁବେଳେ ସେଇ ଜିନିଷ ଉପରେ ରଖ ଯେଉଁ ଜିନିଷକୁ ତୁମେ ପାଇବା ପାଇଁ ଚାହୁଁଛ, ସେଇ ଜିନିଷ ଉପରେ ନୁହଁ ଯେଉଁ ଜିନିଷକୁ ତୁମେ ହରେଇ ଦେଇଛ। କେବେ ବି କୌଣସି ମଣିଷ ଉପରେ ବେଶୀ ନାରାଜ ହେବାଠାରୁ ଏକଥା ଭଲ ହେବ ତୁମେ ନିଜ ଜୀବନରେ ସେ ମଣିଷ ପାଇଁ ମୂଲ୍ୟ କମ୍ କରିଦିଅ। ଦେଖିବ ତୁମକୁ କେବେ ଦୁଃଖ ହେବ ନାହିଁ। ଚେଷ୍ଟା ମୋର ତ ଏତିକି ରହିଛି କି କୌଣସି ବି ନିଜ ଲୋକ ମୋ ଉପରେ କେବେ ଅଭିମାନ ନ କରୁ। ଆଉ ବାକି ରହିଲା ଅଣଦେଖା କରିବା ଲୋକେ, ସେମାନଙ୍କୁ ଆମେ ଏମିତିରେ ବି ପଚାରୁନାହୁଁ। ଜୀବନରେ ଆଗକୁ ଯିବାକୁ ହେଲେ ବେଳେବେଳେ ସେଇ ମଣିଷମାନଙ୍କୁ ବି ଛାଡ଼ିବା ପାଇଁ ପଡ଼େ ଯେଉଁମାନେ ଭିତରେ ଭିତରେ ତୁମ ବିଫଳତାର ଯୋଜନା କରୁଥାନ୍ତି। ଜୀବନର ସଫଳତାରେ ଆଗକୁ ଯିବା ସମୟରେ କାହିଁକି ନା କିଛିଟା ଲୋକ ତୁମକୁ ସଫଳତାର ଭୁଲ ବାଟ ଦେଖେଇ ଦେବେ। ଜୀବନରେ କେବେ ବି ଯଦି କଠିନ ପରିସ୍ଥିତି ଆସେ ଆଉ ଜୀବନରେ କେବେ ବି ଯଦି ହାରିଯିବାକୁ ମନେ ହୁଏ ତେବେ ସେଇ ହିଁ ତ ଗୋଟିଏ ସମୟ ଯେଉଁ ସମୟରେ ତୁମକୁ ଉଠିବାକୁ ହେବ। ହଁ ଭାଇ, ଉଠି ଲଢ଼ିବାକୁ ହେବ। ସ୍ନେହ ଓ ଆଦର କରୁଥିବା ଲୋକମାନଙ୍କର କେହି ବି ସ୍ନେହ ଓ ଆଦର କରନ୍ତିନି। ଏହା କେବଳ କଥା ନୁହଁ ଆଜ୍ଞା, ଏହା ନିରାଟ ସତ। କୌଣସି ମଣିଷ ବିଷୟରେ ନିଜ ମନ ଭିତରେ ଖରାପ ଚିନ୍ତାଧାରା ରଖିବା, ସିଏ ଛୋଟ ହେଉ କିମ୍ବା ବଡ଼, ମଣିଷର ସମ୍ପର୍କ ଭାଙ୍ଗିଦିଏ। ଠିକ୍ ସେମିତି ଯଦି ଗୋଟିଏ ନୌକା ଭିତରେ ଗୋଟେ ଛୋଟ କଣାଟିଏ ଥାଏ କିମ୍ବା ବଡ଼, ସେ ସମ୍ପୂର୍ଣ୍ଣ ନୌକାକୁ ହିଁ ବୁଡ଼େଇ ଦିଏ। ତୁମେ ମୋତେ ମନେ ପକାଉନାହଁ ଆଉ ମୁଁ ତୁମକୁ ଭୁଲି ପାରୁନାହିଁ। ତୁମର ଓ ମୋର ସମ୍ପର୍କ ଏତେ ପବିତ୍ର ଯେ ତୁମେ ସମୟ ଦେଇପାରୁନାହଁ ଆଉ ତୁମ ଚିନ୍ତାରୁ ମୋତେ ଟିକେ ବିରତି ନାହିଁ। ଯଦି ଭଲ ପାଇବାର ରାସ୍ତାରେ ଚାଲୁଛ ତେବେ ଟିକେ ଦେଖି ଚାହିଁ ଚାଲୁଥିବ, କାହିଁକି ନା ଏହି ରାସ୍ତାରେ
ସବୁବେଳେ ଲୋକେମାନେ ତୃତୀୟ ମଣିଷ ପାଇଁ ତୁମକୁ ନିଜର କରି ଛାଡ଼ିଦେବେ। ଯଦି କେହି ବି ଆମକୁ କୌଣସି ଆମର ଖରାପ ଗୁଣ ବିଷୟରେ କହୁଛି, ତେବେ ଆମକୁ ତ ଖୁସି ହେବା କଥା, କାହିଁକି ନା କେହି ତ ଅଛି ଯିଏ ଆମକୁ ସମ୍ପୂର୍ଣ୍ଣ ଦୋଷମୁକ୍ତ କରିବା ପାଇଁ ନିଜ ମସ୍ତିଷ୍କରୁ ତ ଚେଷ୍ଟା କରୁଛି। ମୋତେ ତ ସବୁ ଲୋକେ ଏମିତି ଦେଖିଦେଇ ଚାଲିଗଲେ, କିନ୍ତୁ ଏମିତି କୌଣସି ବି ଗୋଟିଏ ଲୋକ ମୋତେ ମିଳିଲା ନାହିଁ ଯିଏ ମୋତେ ଟିକେ ବୁଝିପାରୁଥିବ। ଯେତେବେଳେ ସମୟ ଖରାପ ଚାଲିଥାଏ, ସେତେବେଳେ ଲୋକେ ହାତ ନୁହଁ ବରଂ ଆମ ଭୁଲକୁ ଧରି ବସନ୍ତି। ଏ ସ୍ନେହ ଆଦର ହେଉ କିମ୍ବା ସମ୍ମାନ ହେଉ, ବଡ଼ ଅଜବ ଧରଣର ଜିନିଷଟିଏ ଆଜ୍ଞା। ଯଦି କୌଣସି ମଣିଷକୁ ତୁମେ ସ୍ନେହ ଓ ଆଦର କରିବ, ସେ ତୁମକୁ ସମୟ ଦେବ ନାହିଁ। ଆଉ କାହାକୁ ତୁମେ ଯଦି ସମୟ ଦେବ, ସେ ତୁମକୁ ସ୍ନେହ ଓ ଆଦର କରିବ ନାହିଁ। ଆପଣଙ୍କୁ ପ୍ରଶଂସା କରୁଥିବା ଲୋକେ ଆପଣଙ୍କୁ ତ ନିଶ୍ଚୟ ଜାଣିଥିବେ, କିନ୍ତୁ ଆପଣଙ୍କର ପ୍ରକୃତରେ ନିଜର କିଏ, ତାକୁ ଆପଣଙ୍କୁ ହିଁ ଖୋଜିବାକୁ ହେବ। ଯଦି ଲୋକେ ଜଣେ ଆଉ ଜଣଙ୍କ ସହ ଦେଖା ହୁଏ, ସେ ଭଗବାନଙ୍କ ସୃଷ୍ଟି ଯୋଗୁଁ, କିନ୍ତୁ ଯଦି ମଣିଷ ଜଣେ ଆଉ ଜଣଙ୍କଠୁ ଅଲଗା ହୋଇଯାଉଥାନ୍ତି, ବାସ୍ ନିଜର ଇଚ୍ଛା ଯୋଗୁଁ। ଲୋକେ କୁହନ୍ତି କୌଣସି ଗୋଟିଏ ଲୋକ ଚାଲିଗଲେ ଜୀବନ କେବେ ରହିଯାଏନି। ସେଇ ଲୋକମାନେ ବୋଧହୁଏ ଏକଥା ଜାଣିନାହାନ୍ତି କି ଲକ୍ଷେ ଲୋକ ଆସିଗଲେ ମଧ୍ୟ ସେ ମଣିଷର ସ୍ଥାନ ପୂରଣ କରିପାରିବେନି। କୌଣସି ବି ମଣିଷ ପାଖରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦେବା କିଛି ବଡ଼ କଥା ନୁହଁ। ସବୁଠାରୁ ବଡ଼ କଥା ତ ଏଠି ଏହିକି ଯେ ସେଇଭଳି ଜଣେ ବିଶ୍ୱାସଯୋଗ୍ୟ ମଣିଷ ଖୋଜିବା। ଏ ଦୁନିଆରେ ସବୁଠାରୁ ଶକ୍ତିଶାଳୀ ମଣିଷ ସେଇ ମଣିଷ ହୋଇଥାଏ ଯିଏ ଧୋକା ଖାଇଲା ପରେ ମଧ୍ୟ ଲୋକମାନଙ୍କୁ ସାହାଯ୍ୟ କରୁଥାଏ। କିଛିଟା ଲୋକ ଆମକୁ ଏମିତି ଭାବରେ ବି ପରୀକ୍ଷା କରି ଚାଲନ୍ତି ଯେମିତି ସେମାନଙ୍କୁ ଭଗବାନଙ୍କ ଆବଶ୍ୟକ ଥିଲା, ଆଉ ଆମେ ମଣିଷ ହୋଇ ବାହାରିଗଲୁ। ନିଜ ହାତରେ କେବଳ ଯଦି ତୁମେ ଟଚ୍ ଫୋନ୍ ରଖୁଛ, ତେବେ ତାହା କେବଳ ତୁମ ଷ୍ଟାଟସ୍ ପାଇଁ ଭଲ, କିନ୍ତୁ ଏ ଦୁନିଆ ଲୋକଙ୍କ ସହ ଯଦି ତୁମେ ଟଚ୍ରେ ରହୁଛ, ତେବେ ତାହା ତୁମ ପାଇଁ ଭଲ। କୋରୋନା ମହାମାରୀକୁ ବନ୍ଦ କରିବା ପାଇଁ ଆମେ ମାସ୍କର ତ ବ୍ୟବହାର କରୁଛେ, କାଶ ଏମିତି ଗୋଟେ ଭଲ ପାଇବା ଆଉ ସ୍ନେହର ମାସ୍କ ବି ତିଆରି ହୋଇପାରିଥାନ୍ତା। କମ୍ ସେ କମ୍ କାହାକୁ ଦେଖିଲେ କେବେ କୌଣସି ଲୋକକୁ ଘୃଣା ଲାଗୁନଥାନ୍ତା। ମୋ ଜୀବନରେ ଏମିତି ବହୁତ ଗୁଡ଼ାଏ ଭୁଲ ତ ହୋଇଛି, କିନ୍ତୁ ଯେଉଁ ଭୁଲ ମଣିଷମାନଙ୍କୁ ଚିହ୍ନିବାରେ ହୋଇଛି, ସେଇ ଭୁଲ ସବୁ ଭୁଲଠାରୁ ମହାନ ଭୁଲ ଥିଲା। ଏଠି କିଏ ନିଜର ଆଉ ଏଠି କିଏ ପର ଯେଉଁ ଲୋକ ଜାଣିପାରୁନାହିଁ, ସିଏ ସମ୍ପର୍କ ବା କ'ଣ ନିଭେଇବ? ଆଉ ଯିଏ ତା ଜୀବନରେ କେବେ ଧୋକା ଖାଇନାହିଁ, ସିଏ ଧୋକା ଖାଇଥିବା ହୃଦୟର ଦୁଃଖ ବା କ'ଣ ବୁଝିବ? ଯଦି କ୍ଷମା ମାଗିଦେବା ଦ୍ୱାରା କୌଣସି ବି ଗୋଟେ ସମ୍ପର୍କ ବଞ୍ଚି ଯାଉଛି, ତେବେ ସାଙ୍ଗ ଗୋଟେ କଥା କହୁଛି ଶୁଣ, କ୍ଷମା କରିଦେବା ଦ୍ୱାରା ସେ ସମ୍ପର୍କ ଆହୁରି ଶକ୍ତିଶାଳୀ ହୋଇଯିବ। ନିଜ ଭଲ ପଣିଆ ପାଇଁ ଆଉ ନିଜ ଗୁଣ ଉପରେ ତୁମେ ଏତେ ଭରସା ଓ ବିଶ୍ୱାସ ରଖ ଯେ ଯିଏ ତୁମକୁ ହରେଇବ ସିଏ ଦିନେ ନା ଦିନେ କାନ୍ଦିବ। ତୋ ଇଚ୍ଛାରେ ମୁଁ ସବୁବେଳେ ନଇଁ ଯିବି, ଏମିତି କେବେ ସମ୍ଭବ ହେବ ନାହିଁ। ମୋ ନିଜର ବି କିଛିଟା ଇଚ୍ଛା ଅଛି ଜୀବନରେ କରିବା ପାଇଁ। ସବୁବେଳେ ତୋ ଇଚ୍ଛାରେ ମୁଁ ଚାଲିବି। ମୁଁ ଜଣେ ମଣିଷ, ଗୋଟେ ଆଇନା ନାହିଁ। ଆଜି ଏ ଦୁନିଆ ଯେମିତି ଚାଲିଛି, ମୁଁ ଚାଲିଗଲା ପରେ ମଧ୍ୟ ଏ ଦୁନିଆ ସେମିତି ଚାଲିବ। ଆକାଶରୁ ଗୋଟେ ତାରା ହଜିଗଲେ ଆକାଶ କେବେ ତାରା ଶୂନ୍ୟ ହୋଇଯାଏନି।
जदि कौनसी भी लोक चुप रुहे तेबे तुमे से मनीष को केबे भी मूर्ख बोली भाभी पारिबो नाही। काहींकि ना बुद्धिमान लोकंकु कम कथा हबार आउ मूर्ख लोक मानंकु अधिक कथा हबार मु देखिछि। जदि मनुष्य को कष्ट न होई थांता तेबे खुशीर मूल्य सेवा केमिति जानी थांता। आउ जदि सबु जिनिस एठी चाहिबा मात्रे मिली जाई थांता तेबे लोकंकु भगवानंक आवश्यकता बा काहींकि थांता। जो मनीष पाखरे निज परिवारर कर्तव्य रहिछि से मनीष को सबु जगारे रागिबार हसीबार बसिबार उठिबार कौनसी भी अधिकार नाही। जदि जीवन रे तुमे सफलता पाइबा पाई चाहुच तेबे गोटिए रामबाण कहूची लेखि नियो भाई। कौनसी भी जगारे तुम पाद खसी जाऊ किछि कथा नाही, किंतु तुमे कहूथिबा प्रतिटी कथा जेमिति खसी न जाए। जदि जीवन रे केबे एका तुमको चलिबा पाई पड़े तेबे तुमे केबे भी डर नाही। काहींकि ना सीए श्मशान हो किंबा सिंहासन हो किंबा शिखर हो, मनीष सबुबेले सेठी एका ही थाए।